ଓମ୍ ଜୟ ଶ୍ରୀ ଅଧୀଶ୍ୟାମ ଚିତ୍ତବୁଦ୍ଧବ ଚିତ୍ତବିନୋଦ ଦ୍ୱିତୀୟ ଭାଗ ଶ୍ରୀକୃଷ୍ଣଙ୍କ ଧନୁଭଙ୍ଗ ରଙ୍ଗ ସଭାଇ ପ୍ରବେଶ ଷଷ୍ଠଦଶ ଭାଗ ଘର ଭିତର ଧନକୁ ଆଣିଲି ମଧଇ ପୁରୁଣା ଅଂଶରେ ମାମତିରେ ଧନ କରି ହସ୍ତେ ଧର ସେ ଯେବେନି ଖଣ୍ଡ ହେଲା ବହୁତ କାଳର ଧନ ଆଗ ଭାଙ୍ଗିଗଲା ଉଗ୍ରସେନ କଥା ଶୁଣି କଂସ ମୂର୍ଚ୍ଛା ଗଲା ମୃତପିଣ୍ଡ ପରା ହୋଇ ସ୍ଥଗିତ ରହିଲା କରଚରଣ ତାହାର ନ ଚଳଇକି ସେ ମୁଖ ବଚନ ନସ୍ଫରେ କଲା ପରି ଅସି ଅଚେତନ ହୋଇନ ସେ ପଲଙ୍କେ ବସିଲା ଦେଖି ଉଗ୍ରସେନ ତାର ଅଙ୍ଗ ଝୁଲାଇଲା ସୁଶୀତଳ ନାରୀ ନିରବାହୀ ମୁଖରେ ସିଂଚଇ କର୍ଣ୍ଣପୁତ୍ରେ କଂସ କଂସ ବୋଲି ସେ ଡାକଇ ହାହାରବେ ମୋର ଶୁଣି ବ୍ୟଞ୍ଜନ ଚାଲନ୍ତି ନାନା ଉପାୟରେ ବହୁ କ୍ଷଣେ ଉଠେ ଚେତେ କିଛି କ୍ଷଣେ ବସି ପୁଣି କହିବ ଚୟନ ଏତା ତ ଶୁଣ ମୋହର କଥାରେ ମନ ରାମକୃଷ୍ଣ ବେନି ଭାଇ ଗୋପେ ଫେରିଆନ୍ତୁ ମଧୁପୁରେ ସେମାନେ ଯେ କ୍ଷଣେ ନ ରହନ୍ତୁ ଭଣ୍ଡାରରୁ ନିଅ ତୁମ୍ଭେ ରତନ ବସନ ରାମକୃଷ୍ଣଙ୍କର ହିଁ ତୁଷ୍ଟ ହେବ ମନ ଗୋପାଳ ମାନଙ୍କୁ ଯାଇ କରାଅ ସନ୍ତୋଷ ଯେ ଯାହା ମାଗିବ ତାହା ଦିଅ ହେ ନରେଶ ନନ୍ଦ ଯାହା ବୋଲିବେ ଦେବତା ତ ତୋହି ଭଣ୍ଡାରେ ନଥିଲେ ରାଜ୍ୟ ଦିଅ ହେ କିଣାଏ କୃଷ୍ଣ ଗୋପକୁ ଗଲେ ତୁ ହୋଇବ ରାଜନ ସତ୍ୟ କହୁଅ ସେ ପିତା ସହିତ ଚଳନ ଉଗ୍ରସେନ ବୋଇଲେ ଶୁଣ ପୁତ୍ର କଂସ ଦେଖା ନ ଦେଲେ ସଂସାରେ କହିବେ ରହସ୍ୟ କାହା ପାଇଁ କଂସ କୃଷ୍ଣ ଦେଖା ଦେଲା ନାହିଁ କେମନ୍ତେ ଫେରିବେ ରାମ କୃଷ୍ଣ ବେନି ଭାଇ ଯେଉଁପରି ନନ୍ଦ ରାଜା ଗୋପକୁ କହିଲା କେମନ୍ତ କଂସର କଥା ଅନ୍ୟଥା ହୋଇଲା କେମନ୍ତେ କହି କହିବେ ଲୋକେ ଉପହାସ ଲୁପ୍ତ ହୋଇବେ ତୋହର ଏବେ ବିପୁଳ ଯଶ କାହିଁ ରଙ୍ଗ ସଭା ତୋରେ ଦେଖିବୁ ରେ କଂସ ରାମକୃଷ୍ଣ ବେନି ଭାଇ କହିବି ମୋ ନାଶ ଓମ୍ ଜୟ ଶ୍ରୀ ଅଧୀଶ୍ୟାମ।